ଟିଟଲାଗଡ଼ରେ ନୂତନ ନିର୍ମିତ ଶନି ମନ୍ଦିରରେ ଶନିଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ଦେବନ୍ଧ ସାଗର କଡ଼ରେ ଦୀର୍ଘ 19 ବର୍ଷ ହେବ ଏକ ଛୋଟିଆ ଶନିଦେବଙ୍କ ମନ୍ଦିରରେ ଭକ୍ତ ପୂଜା କରିଆସୁଥିଲେ। ତେବେ ଖସୁଆ ବାବା ସେବା ସମିତି ପକ୍ଷରୁ ହନୁମାନ ମନ୍ଦିର ସମ୍ମୁଖରେ ଦୀର୍ଘ 19 ବର୍ଷ ଧରି ଚାଲୁଥିବା ପ୍ରଚେଷ୍ଟାର ଫଳସ୍ୱରୂପ ଆଜି ଏପ୍ରିଲ 9 ତାରିଖ ଦିନ ନୂତନ ଭାବେ ନିର୍ମିତ ଶନି ମନ୍ଦିରକୁ ପ୍ରାଣ ପ୍ରତିଷ୍ଠା କରି ଶନିଦେବଙ୍କ ମୂର୍ତ୍ତି ସ୍ଥାପନ କରାଗଲା। ଏହି ଅବସରରେ ପୂଜା ଅର୍ଚ୍ଚନା ହୋମ ଯଜ୍ଞ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଆଜି ତାହାର ପୂର୍ଣ୍ଣାହୁତି ପଡ଼ିବା ପରେ ମନ୍ଦିର ଭିତରେ ଶନିଦେବଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବେ ପୂଜା କାର୍ଯ୍ୟ ତୁଲାଉଛନ୍ତି ଶ୍ରୀଯୁକ୍ତ ବିଦ୍ୟାଧର ରାଜଗୁରୁ ଏବଂ ତାଙ୍କର ଶିଷ୍ୟ ସିଦ୍ଧନାଥ ଶର୍ମା, ଶୁଭେନ୍ଦୁ ତ୍ରିପାଠୀ, ଶିଳ୍ପୀ ପିଣ୍ଟୁ ମହାରଣା, ସେହିପରି କର୍ତ୍ତା ଭାବେ କରନ୍ ବେହେରା ଓ ସପତ୍ନୀ ଗୌରୀ ବେହେରା ପୂଜାରେ ବସିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କମିଟିର ସୀତାରାମ ବେହେରା, ଗୋପାଳ ବିଶି, ପିଙ୍କୁ ପାଢ଼ୀ, ଲିଙ୍ଗରାଜ ବିଶି, ମାନସ ସାହୁ, ମଣ୍ଟୁ ସାହୁ, ବାରିକ ଆଜ୍ଞା ଅନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ। ପୂଜା ଅର୍ଚ୍ଚନା ସରିବା ପରେ ଭକ୍ତମାନେ ଶନିଦେବଙ୍କ ଦର୍ଶନ ଲାଭ କରିବା ସହ ପ୍ରସାଦ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ଟିଟଲାଗଡ଼ରୁ ଦିନେଶ କୁମାର ଶର୍ମାଙ୍କ ରିପୋର୍ଟ, ନ୍ୟୁଜ୍ 26। ଟିଟଲାଗଡ଼ କୁମୁଡ଼ା ପାହାଡ଼ ଅବସ୍ଥିତ ଗଣେଶ ମନ୍ଦିର ପୂଜକ ଆଜକୁ 19 ବର୍ଷ ହେଲା ଛୋଟ ଶନି ମନ୍ଦିରଟିଏ, ସେଥିରେ ପ୍ରଭୁ ଶନି ମହାରାଜ ବିରାଜମାନ କରି ପୂଜା ପାଉଥିଲେ। ତାହା ଆଜି 19 ବର୍ଷ ପରେ ସମ୍ପୂର୍ଣ୍ଣ ଭାବରେ ନୂତନ ମନ୍ଦିର ନିର୍ମାଣ କରାଗଲା। ସେଥିରେ ଆମର ଶିବ ମନ୍ଦିର ଖସୁଆ ବାବା କମିଟି ତରଫରୁ ଏବଂ ମାନସ ସାହୁ, ମଣ୍ଟୁ ସାହୁ, ଯିଏକି ଏହି ଶନି ମନ୍ଦିରକୁ ନିଜ ଦାୟିତ୍ୱରେ ନେଇଥିଲେ ତିଆରି କରିବା ପାଇଁ, ତାହା ଆଜି ସମ୍ପୂର୍ଣ୍ଣ ହୋଇଯାଇଛି ଏବଂ ସେଥିରେ ଶନି ମହାରାଜ ବିରାଜମାନ କରି ନୂତନ ମନ୍ଦିରରେ ପୂଜା ପାଉଛନ୍ତି। ଏଥିରେ ଆମର ପ୍ରତ୍ୟେକ ଶ୍ରଦ୍ଧାଳୁ ଆସିଥିଲେ, ଅନେକ ବାବାମାନେ ଆସିଥିଲେ। 5 ଦିନ କାଳ ଏଠାରେ ନାମଯଜ୍ଞ ଏବଂ ଶନି ମହାପ୍ରଭୁଙ୍କର ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ବାବାମାନେ ଆସିକରି ଯୋଗଦାନ କରି ହୋମ ଯଜ୍ଞ କରି ଯାଇଥିଲେ। ଏଥିରେ ଆମେ ବହୁତ ସନ୍ତୁଷ୍ଟ। ଆଗକୁ ଭଗବାନ ଶନି ମହାରାଜ ସମସ୍ତଙ୍କୁ କୁଶଳରେ ରଖନ୍ତୁ ବୋଲି ଆମର ଏକାନ୍ତ କାମ୍ୟ। ଜୟ ଶନି ମହାରାଜ। ପ୍ରାଙ୍ଗଣ ଅନ୍ତର୍ଗତ ଏଠି ଶନି ମନ୍ଦିର ପ୍ରତିଷ୍ଠା 5 ଦିନ ହେଲା ଚାଲିଥିଲା। ପ୍ରଥମ ଦିନ ଅଙ୍କୁରାରୋପଣ ଜଳଯାତ୍ରା ହେଲା, ଦ୍ୱିତୀୟ ଦିନ ମଣ୍ଡଳକରଣ ଏବଂ ଶାଲା ପୂଜା ଇତ୍ୟାଦି ଆମେ କଲୁ। ତୃତୀୟ ଦିବସରେ ଯଥାବିଧି ପୂଜା ସହିତ ହୋମ କର୍ମ ଆରମ୍ଭ ହେଲା। ଶାଲାରେ ଯୂପ ପୋତିବା, ମନ୍ଦିରକୁ ଅଧିବାସ କରି ପ୍ରତିଷ୍ଠା କରିବା। ଚତୁର୍ଥ ଦିନ ଭଗବାନଙ୍କର ଜୀବନ୍ୟାସ କରିକିରି ଶନି ଭଗବାନଙ୍କର ପ୍ରତିଷ୍ଠା କରାଗଲା। ଆଜି ପଞ୍ଚମ ବା ଉଦ୍ଯାପନ ଦିବସରେ ପୂର୍ଣ୍ଣାହୁତି କରିବା ସହିତ ଦେବତାଙ୍କର ଦର୍ଶନ ନିମନ୍ତେ ସର୍ବସାଧାରଣଙ୍କୁ ପ୍ରଶ୍ରୟ ଦିଆଗଲା। କମିଟି ସହଯୋଗ ତଥା ଲୋକମାନଙ୍କର ସହଯୋଗରେ ଅତି ସୁନ୍ଦର ଭାବରେ ଏଠାରେ ସମସ୍ତ ପୂଜା ପାଠ ଚାଲିଥିଲା। ଭଗବାନ ଯଜ୍ଞ ଆରମ୍ଭ ହେଲା ସମୟରେ ନାଗ ରୂପରେ ଦର୍ଶନ ଦେଲେ ଆଉ ସବୁକିଛି କୁଶଳ ମଙ୍ଗଳରେ ହେଇଛି। ଖସୁଆ ବାବା ସେବା ସମିତି ତରଫରୁ ବର୍ତ୍ତମାନ 19 ବର୍ଷ ପୂର୍ବରୁ ଯେଉଁ ଛୋଟ ମନ୍ଦିରଟେ ଥିଲା ଶନି ମନ୍ଦିର, ସେହି ମନ୍ଦିରଟାକୁ 19 ବର୍ଷ ପରେ ପୁନର୍ନିର୍ମାଣ କରି ବଡ଼ ମନ୍ଦିର ତିଆରି କରି ସେଠିରେ ଶନି ଭଗବାନଙ୍କୁ ପ୍ରତିଷ୍ଠା କରାଇବାର ଦାୟିତ୍ୱ ଆମମାନଙ୍କୁ ଖସୁଆ ବାବା ସେବା ସମିତିକୁ ଦିଆହେଇଥିଲା। ଆଜି ସେ କାମଟା ସମ୍ପୂର୍ଣ୍ଣ ଭାବରେ ହେଇଗଲା ଆଉ ବାବା ତାମାନେ ଶନିଶ୍ୱର ବାବା ମନ୍ଦିରରେ ପ୍ରତିଷ୍ଠିତ ହେଇଗଲେ। ନା ପୂଜକ ଆଉ ଆମ ଯଜ୍ଞ ଅନୁଷ୍ଠିତ ହେଇଥିଲା, ଆରମ୍ଭ ହୋଇଥିଲା। ଆଉ 3 ଦିନରେ ଗୋଟେ ନାଗ ଦେବତା ନାଗ ସପ ହିସାବରେ ଆସିକରି ଆବିର୍ଭାବ ହେଇକରି ଆମକୁ ଦର୍ଶନ ଦେଇକରି ଶନି ପ୍ରତିଷ୍ଠା ସରିଥିଲା। ଆଜି ଲାଷ୍ଟ ଥିଲା। ଆଉ ଦର୍ଶନରେ ବହୁତ ସମୟ ରହିଥିଲେ ନାଗ ଦେବତା, ଆଉ ଦର୍ଶନ ଦେଇକରି ସେ କିଛି ସମୟ ପରେ ଆବିର୍ଭାବ ହେଇଗଲେ। ଜୟ ଶନି।